ଶଙ୍ଖରାଖୋଲରେ ଛୁରୀ ଭୁସି ହତ୍ୟା ଘଟଣାରେ ମୁଖ୍ୟ ଆସାମୀ ବାଙ୍ଗାଲୋର ଠାରୁ ଗିରଫ। ସାମ୍ବାଦିକ ସମ୍ମିଳନୀରେ ସୂଚନା। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଶଙ୍ଖରାଖୋଲ ଗ୍ରାମରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ଶଙ୍ଖରାଖୋଲ ଅଡାବାଡି ନିକଟସ୍ଥ ଶାଳବଣରେ ତିନୋଟି ସ୍ଥାନରେ ଭୋଜି କରୁଥିଲେ। ଭୋଜି କରିବା ଉକ୍ତ ସ୍ଥାନରେ ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଫିରିଙ୍ଗିଆ ଅଞ୍ଚଳର ତପନ ବିଷୋଇ, ଗୋପୀ କିଷାନ ମଲ୍ଲିକ, ମାନସ ଅମାତ ଏବଂ ଶଙ୍ଖରାଖୋଲ ବଜାରର ଯୁବକ ମଧ୍ୟରେ ପାଟିତୁଣ୍ଡ ବା ଯୁକ୍ତିତର୍କ ଗଣ୍ଡଗୋଳ ହୋଇଥିଲା। ଶଙ୍ଖରାଖୋଲ ହାଟପଦା ସାହିର ବସନ୍ତ ଦଳବେହେରା ଉଭୟଙ୍କୁ ବୁଝାସୁଝା ପାଇଁ ଯାଇଥିଲେ। ସେହି ସମୟରେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଘଟଣାସ୍ଥଳରେ ବସନ୍ତ ଦଳବେହେରାଙ୍କୁ ତପନ ବିଷୟ ପେଟକୁ ଛୁରାମାଡ଼ କରି ଘଟଣାରୁ ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଘଟଣାକୁ କେନ୍ଦ୍ର କରି ଟିକାବାଲି ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏସଡିପିଓ ବିଜୟ କୁମାର ବିଶୀଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ ମୁଖ୍ୟ ଆସାମୀ ତପନ ବିଷୋଇଙ୍କୁ ବାଙ୍ଗାଲୋର ଠାରୁ ଗିରଫ କରିଥିବା ସୂଚନା ଦେଇ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିବା ସୂଚନା ରହିଛି।